LIC ବୀମା ସଖୀ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଯୋଜନା ଅଧୀନରେ ଚୟନ ହୋଇଥିବା ଦଶମ ପାସ୍ ମହିଳାଙ୍କୁ ମିଳିବ 7,000 ଟଙ୍କା ଏବଂ ଏହା ସହିତ ମିଳିବ କମିଶନ। ତେବେ ଏହାକୁ କେମିତି ଓ କିପରି ଆପଣମାନେ ନିର୍ଭୁଲ ଭାବରେ ଆପ୍ଲାଏ କରିପାରିବେ, ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ବିବରଣୀ ଏହି ଭିଡ଼ିଓ ମାଧ୍ୟମରେ। LIC ବୀମା ସଖୀ ଯୋଜନା। ତେବେ ପାନିପତରୁ LIC ବୀମା ସଖୀ ଯୋଜନାର ଆରମ୍ଭ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ମହିଳାମାନଙ୍କୁ ଆତ୍ମନିର୍ଭର କରାଇବା। LIC ବୀମା ସଖୀ ଯୋଜନା 18 ବର୍ଷରୁ ଆରମ୍ଭ କରି 70 ବର୍ଷ ବୟସ ପର୍ଯ୍ୟନ୍ତ ଯେକୌଣସି ମହିଳା ଏ ଯୋଜନାରେ ଆବେଦନ କରିପାରିବେ। LIC ନିକଟସ୍ଥ ଶାଖା କିମ୍ବା ଅଫିସିଆଲ ୱେବସାଇଟ୍ରେ ଏଥିପାଇଁ ଆପଣମାନଙ୍କୁ ଆବେଦନ କରାଯାଇପାରିବ। LIC ବୀମା ସଖୀ ଯୋଜନା ଆବେଦନ କରିବା ପାଇଁ ବୟସ ପ୍ରମାଣପତ୍ର, ଆଡ୍ରେସ୍ ପ୍ରୁଫ୍ ଏବଂ ଦଶମ ପାସ୍ ସାର୍ଟିଫିକେଟ୍ରେ ସେଲ୍ଫ ଆଟାଷ୍ଟେଡ୍ କପି ଆଟାଚ୍ ରହିବାକୁ ହେବ। ଯୋଜନା ଅଧୀନରେ ଚୟନ ହୋଇଥିବା ପରେ 3 ବର୍ଷର ତାଲିମ ଅବସରରେ ପ୍ରଥମ ବର୍ଷ 7,000, ଦ୍ୱିତୀୟ ବର୍ଷ 6,000 ଏବଂ ତୃତୀୟ ବର୍ଷ 5,000 ଟଙ୍କା ମାସିକ ଦରମା ଦିଆଯିବ। LIC ବୀମା ସଖୀ ଯୋଜନା ପ୍ରତି ବୀମା ସହିତ ମହିଳାମାନଙ୍କୁ କମିଶନ ବି ମିଳିବ। ବୀମା ଟାର୍ଗେଟ୍ ପୂରଣ କଲେ ସେମାନଙ୍କୁ ଦରମା ଏବଂ କମିଶନ ସହ ବୋନସ୍ ବି ଦିଆଯିବ। LIC ବୀମା ସଖୀ ଯୋଜନା ଅଧୀନରେ ଦେଶବ୍ୟାପୀ 2 ଲକ୍ଷ ମହିଳାଙ୍କୁ ଚୟନ କରାଯାଇ ସେମାନଙ୍କୁ LIC ଏଜେଣ୍ଟ ତାଲିମ ଦିଆଯିବ। ଯୋଜନାର ପ୍ରଥମ ପର୍ଯ୍ୟାୟରେ 35,000 ମହିଳାଙ୍କୁ ବୀମା ଏଜେଣ୍ଟ ଭାବେ ରୋଜଗାର ଦିଆଯିବ। ଏହାପରେ 50,000 ମହିଳାଙ୍କୁ ଯୋଜନା ଅନ୍ତର୍ଗତ ରୋଜଗାର ମିଳିବ। ଯେଉଁ ମହିଳା ବା ବୀମା ସଖୀ ଗ୍ରାଜୁଏଟ୍ ହୋଇଥିବେ ସେମାନଙ୍କୁ LICରେ ଡେଭଲପମେଣ୍ଟ ଅଫିସରର ଭୂମିକାରେ କାର୍ଯ୍ୟ କରିବାର ବି ସୁଯୋଗ ମିଳିବ। LIC ବୀମା ସଖୀ ଯୋଜନା କୌଣସି LIC ଏଜେଣ୍ଟ ବା କର୍ମଚାରୀଙ୍କ ସମ୍ପର୍କୀୟଙ୍କ ପାଇଁ ଏ ଯୋଜନା ଆବେଦନ କରିପାରିବେ ନାହିଁ। LICର କୌଣସି ପୂର୍ବତନ କର୍ମଚାରୀ, ପୂର୍ବ ଏଜେଣ୍ଟ ଅବା ବର୍ତ୍ତମାନର ଏଜେଣ୍ଟମାନଙ୍କ ଆବେଦନ ବି ଏହା ଅଧୀନରେ ଖାରଜ କରି ଦିଆଯିବ। ତାହେଲେ ଆସନ୍ତୁ ଜାଣିବା ଏହାକୁ ଆପଣମାନେ କିପରି ଆପ୍ଲାଏ କରିପାରିବେ ଏବଂ ଏହାର ସମ୍ପୂର୍ଣ୍ଣ ବିବରଣୀଟି ଚାଲନ୍ତୁ ଜାଣିନେବା। ଆପଣଙ୍କ ଫୋନର ଯେକୌଣସି ଏକ ୱେବସାଇଟ୍ରେ ସର୍ଚ୍ଚ କରନ୍ତୁ LIC ଇଣ୍ଡିଆ ଏବଂ LIC ଇଣ୍ଡିଆ ସର୍ଚ୍ଚ କଲା ପରେ ଆପଣ ଯେଉଁ ପ୍ରଥମ ଲିଙ୍କଟି ଆସୁଛି ତାକୁ ଆପଣମାନେ କ୍ଲିକ୍ କରନ୍ତୁ। ଏହିପରି ପେଜ୍ ଆସିଯିବେ। ଦେଖନ୍ତୁ ଲେଖା ହେଇଛି ଷ୍ଟିପେଣ୍ଡିଆରୀ ସ୍କିମ୍ ଫର୍ 3 years। ଆପଣଙ୍କୁ 3 ବର୍ଷର ଏକ ତାଲିମ ଦିଆଯିବ। ମିନିମମ୍ ଏଜୁକେସନାଲ କ୍ୱାଲିଫିକେସନ୍ 10th ପାସ୍ ଟୁ ଏନି ହାୟର କ୍ୱାଲିଫିକେସନ୍। 10ମରୁ ଉର୍ଦ୍ଧ୍ୱ ଆପଣ ଯଦି ପଢ଼ିଛନ୍ତି ତାହେଲେ ଆପ୍ଲାଏ କରିପାରିବେ। ମିନିମମ୍ ଏଜ୍ କମ୍ପ୍ଲିଟ୍ 18 years ଆଜ୍ ଅନ୍ ଡେଟ୍ ଅଫ୍ ଆପ୍ଲିକେସନ୍। ଆପଣ ଯେଉଁ ଡେଟ୍ରେ ଆପ୍ଲାଏ କରିଛନ୍ତି ସେଇ ଡେଟ୍ରେ ଯଦି ଆପଣଙ୍କୁ 18 ବର୍ଷରୁ ଅଧିକ ହୋଇଯାଇଛି ତାହେଲେ ଆପଣମାନେ ଆପ୍ଲାଏ କରିପାରିବେ। ଆବେଦନ କରିବା ପାଇଁ କ୍ଲିକ୍ ହିୟର୍ ଟୁ ଆପ୍ଲାଏ ଉପରେ କ୍ଲିକ୍ କରନ୍ତୁ। ଆପଣଙ୍କୁ ଏହିପରି କିଛି ଇନଷ୍ଟ୍ରକ୍ସନ୍ ଶୋ କରିବ। ଆପଣମାନଙ୍କୁ ଏଠାରେ 3 ବର୍ଷର ଏକ ଟ୍ରେନିଂ ଦିଆଯିବ ଏବଂ ଆପଣଙ୍କୁ ଯଦି ମିନିମମ୍ ଏଜ୍ 18 ବର୍ଷ ହୋଇଛି ଏବଂ ମ୍ୟାକ୍ସିମମ୍ ଏଜ୍ 17 ବର୍ଷ ହୋଇଛି ତାହେଲେ ଆପଣମାନେ ଆପ୍ଲାଏ କରିପାରିବେ। ମିନିମମ୍ କ୍ୱାଲିଫିକେସନ୍ ପାସ୍ 10th ଷ୍ଟାଣ୍ଡାର୍ଡ଼। ଆପଣ ଯଦି କେବଳ 10ମ ପାସ୍ କରିଛନ୍ତି ତାହେଲେ ଆପଣମାନେ ଆପ୍ଲାଏ କରିପାରିବେ। ଫାର୍ଷ୍ଟ ଇୟର୍ କମିଶନ୍ ଏକ୍ସକ୍ଲୁଡ଼ିଂ ବୋନସ୍ କମିଶନ୍। ଆପଣଙ୍କୁ ଗୋଟିଏ ବର୍ଷରେ 48,000 ଟଙ୍କା ମଧ୍ୟ କମିଶନ୍ ପାଇପାରିବେ। ଫାର୍ଷ୍ଟ ଇୟର୍ ଆପଣଙ୍କୁ ପ୍ରଥମ ବର୍ଷରେ 7,000 ଟଙ୍କା ପ୍ରତି ମାସରେ ମିଳିବ ଏବଂ ଏହି ତାଲିମ ସମୟରେ ଆପଣ ଯେତେବେଳେ ସେକେଣ୍ଡ ଇୟର୍ କୋର୍ସ କରିବେ ସେତେବେଳେ ଆପଣଙ୍କୁ ପ୍ରତି ମାସରେ 6,000 ଟଙ୍କା ଲେଖା ସାଲାରୀ ମିଳିବ ଷ୍ଟାଇପେଣ୍ଡ ହିସାବରେ ଏବଂ ଆପଣ ଯେତେବେଳେ ଫାଇନାଲ ଇୟର୍ ବା ଥାର୍ଡ଼ ଇୟର୍ଟି କରିବେ ସେତେବେଳେ ଆପଣଙ୍କୁ 5,000 ଟଙ୍କା ଲେଖା ମିଳିବ ପ୍ରତି ମାସରେ। Relative of exiting agent or employee shall not be eligible to the required as MCAS. Relatives shall including the following family members, spouse, children, including adopt and step children, whether depend or not, parents, brother, sister and immediate in-law। ଆପଣଙ୍କ ପରିବାରର ଯେକୌଣସି ବ୍ୟକ୍ତି ହୋଇଥାନ୍ତୁ, ଆପଣଙ୍କ ଝିଅ, ପୁଅ, ବାପା, ମା' ଯିଏ ବି ହୋଇଥାନ୍ତୁ, ଯଦି
ଏହି LIC ଏଜେଣ୍ଟ ଭାବରେ କାମ କରନ୍ତି ତାହେଲେ ଆପଣ ଇଲିଜିବୁଲ୍ ହୋଇପାରିବେ ନାହିଁ। ଏ ରିଟାୟାର୍ଡ ଏମ୍ପ୍ଲୟ ଅଫ୍ ଦ କରପ୍ସନ୍ ଇନ୍ ଏକ୍ସ ଏଜେଣ୍ଟ ସିକିଂ ରିଫର୍ମେଣ୍ଟ ସଲ୍ ନଟ୍ ବି ଜେନେରେଟେଡ୍ ଏଜେନ୍ସି ଅଣ୍ଡର MC। ସେ ଯଦି ଏହି ଏଜେନ୍ସିରୁ ରିଟାୟାର୍ଡ ମଧ୍ୟ ହୋଇଛନ୍ତି ତାହେଲେ ଆପଣମାନେ ଆପ୍ଲାଏ କରିପାରିବେ ନାହିଁ। ଦ ଲାଟେଷ୍ଟ ପାସପୋର୍ଟ ସାଇଜ୍ ଫଟୋଗ୍ରାଫ ସୁଲ୍ ବି ଅପଲୋଡ଼ ଏଲଙ୍ଗ ୱିଥ୍ ଦ ଆପ୍ଲିକେସନ୍ ଫର୍ମ। ଆପଣଙ୍କୁ ଏହି ଆବେଦନ କରିବା ସମୟରେ ଆପଣଙ୍କୁ ଏକ ରିସେଣ୍ଟ ପାସପୋର୍ଟ ସାଇଜ୍ ଫଟୋଟି ଅପଲୋଡ଼ କରିବାକୁ ପଡ଼ିବ। ଦେଖନ୍ତୁ ଆପଣଙ୍କୁ ଆପ୍ଲାଏ କରିବା ପାଇଁ କେଉଁ ସବୁ ଡକୁମେଣ୍ଟ ଦରକାର। ଦ ଫଲୋଇଂ ଡକୁମେଣ୍ଟ ସୁଲ୍ ବି ଆଟାଚ୍ ଟୁ ଦ ଆପ୍ଲିକେସନ୍ ଫର୍ମ। ସେଲ୍ଫ ଆଟାଚ୍ କପି ଅଫ୍ ଦ ଏଜ୍ ପ୍ରୁଫ୍। ଆପଣଙ୍କୁ ଏଜ୍ ପ୍ରୁଫ୍ ହିସାବରେ ଆଧାର କାର୍ଡ଼, ଭୋଟର କାର୍ଡ଼ ଯେକୌଣସି ହେଉ ପାନ୍ କାର୍ଡ଼ ମଧ୍ୟ ଆପଣ ଦେଇପାରିବେ। ଏହା ସହିତ ଆପଣ ସେଇ ଯେଉଁ ସେଲ୍ଫ ଆଟାଚ୍ କରିବେ ପାନ୍ କାର୍ଡ଼, ଆଧାର କାର୍ଡ଼, ତାହା ଉପରେ ଆପଣଙ୍କୁ ଏକ ସିଗ୍ନେଚର ଦେବାକୁ ପଡ଼ିବ। ସେଲ୍ଫ ଆଟାଚ୍ କପି ଅଫ୍ ଆଡ୍ରେସ୍ ପ୍ରୁଫ୍। ସେଲ୍ଫ ଆଟାଚ୍ କପି ଅଫ୍ ସାର୍ଟିଫିକେଟ୍ ଅଫ୍ ଏଜୁକେସନାଲ୍ କ୍ୱାଲିଫିକେସନ୍। ଆପଣ ଯେକୌଣସି କ୍ୱାଲିଫିକେସନ୍ ହେଉ କିମ୍ବା ଆଡ୍ରେସ୍ ପ୍ରୁଫ୍ ହେଉ ଯଦି ଦେଉଛନ୍ତି ତାହେଲେ ଆପଣଙ୍କୁ ତାହା ଉପରେ ଏକ ସିଗ୍ନେଚର କରି ନିଜର ସିଗ୍ନେଚର କରିଦେଇ ଆପଣଙ୍କୁ ଏହାକୁ ଆପ୍ଲାଏ କରିବା ପାଇଁ ପଡ଼ିବ। ଦ ଆପ୍ଲିକେସନ୍ ଇଜ୍ ଲିଏବଲ୍ ଟୁ ରିଜେକ୍ଟେଡ୍ ଇଫ୍ ଦ ଇନଫର୍ମେସନ୍ ଫର୍ନିଶ୍ଡ ଇଜ୍ ଇନକମ୍ପ୍ଲିଟ୍। ଆଉ ଯଦି ଆପଣ ଆବେଦନ ସମୟରେ ଯେକୌଣସି ଇନଫର୍ମେସନ୍ ରଙ୍ଗ ଦେଉଛନ୍ତି କିମ୍ବା ଭୁଲ ଇନଫର୍ମେସନ୍ ଦେଉଛନ୍ତି, ଯଦି ଇନକମ୍ପ୍ଲିଟ୍ ରଖୁଛନ୍ତି ତାହେଲେ ଆପଣଙ୍କ ଆପ୍ଲିକେସନ୍କୁ ରିଜେକ୍ଟ କରିଦିଆଯିବ। ଯଦି ଆପଣମାନେ ଆବେଦନ କରିବା ପାଇଁ ଚାହୁଁଛନ୍ତି ତାହେଲେ କ୍ଲିକ୍ ହେୟାର ଫର୍ ବୀମା ସାଖୀ ଯେଉଁ ଲେଖା ହେଇଛି ତାହା ଉପରେ କ୍ଲିକ୍ କରିନିଅନ୍ତୁ। ତାପରେ ଓକେ ଉପରେ କ୍ଲିକ୍ କରନ୍ତୁ। ଏହାପରେ ଆପଣମାନେ ଏମିତି ଏକ ପେଜ୍କୁ ଚାଲି ଆସିବେ। ଆପଣ ଦେଖିପାରୁଥିବେ, ଦେଖନ୍ତୁ ନେମ୍ ଲେଖା ହୋଇ ଆସିଯାଇଛି। ଆପଣଙ୍କୁ ଏଥିରେ ଆପଣଙ୍କ ନାମଟିକୁ ଦେବାକୁ ହେବ। ଜେଣ୍ଡର ଅଟୋମେଟିକ୍ ଆସିଯାଇଛି। ନ୍ୟାସନାଲିଟି ଅଟୋମେଟିକ୍ ଆସିଯାଇଛି। ଆପଣଙ୍କ ନିଜର ଡେଟ୍ ଅଫ୍ ବାର୍ଥଟିକୁ ଏଣ୍ଟର କରିନିଅନ୍ତୁ। ଯେଉଁ ପ୍ରୁଫ୍ରେ ଅଛି ଆଧାର କାର୍ଡ଼ କିମ୍ବା ଭୋଟର କାର୍ଡ଼ରେ ଯେଉଁ ଡେଟ୍ ଅଫ୍ ବାର୍ଥ ଅଛି ସେଇ ଡେଟ୍ ଅଫ୍ ବାର୍ଥଟି ଏଣ୍ଟର କରିବାକୁ ହେବ। ଏହାପରେ ଦେଖନ୍ତୁ ଆପଣଙ୍କୁ ଏକ ଭ୍ୟାଲିଡ୍ ମୋବାଇଲ ନମ୍ବର ଦେବାକୁ ପଡ଼ିବ ଏବଂ ଏକ ଭ୍ୟାଲିଡ୍ ଇମେଲ୍ ଆଡ୍ରେସ୍ ମଧ୍ୟ ଦେବାକୁ ପଡ଼ିବ। ଆଡ୍ରେସ୍ 1ରେ ଆପଣଙ୍କୁ ଆର୍ଟ ପୋଷ୍ଟ ଭାୟା PS ଡିଷ୍ଟ୍ରିକ୍ଟ ଦେଇଦିଅନ୍ତୁ ଏବଂ ଆଡ୍ରେସ୍ 2ରେ ମଧ୍ୟ ଆପଣଙ୍କ ଯାହା ବି ଆର୍ଟ ପୋଷ୍ଟ ଡିଷ୍ଟ୍ରିକ୍ଟ ଭାୟା ଯାହା ବି ରହିଛି ତାହେଲେ ଆପଣମାନେ ଆଡ୍ରେସ୍ 1 ଏବଂ ଆଡ୍ରେସ୍ 2ରେ ଫିଲ୍ଅପ୍ କରିଦିଅନ୍ତୁ। ଆର୍ ୟୁ ରିଲେଟେଡ୍ ଟୁ ଏନି ଏଜେଣ୍ଟ ଡେଭଲପମେଣ୍ଟ ଅଫିସର ଏମ୍ପ୍ଲୟ ମେଡ଼ିକାଲ ଏକ୍ଜାମିନେସର LIC ଅଫ୍ ଇଣ୍ଡିଆ। ଯଦି ଆପଣ କୌଣସି ଏଜେଣ୍ଟ ସହିତ ଆପଣଙ୍କ ପରିବାର ଥାନ୍ତି ତାହେଲେ ଆପଣମାନେ ୟେସ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଯଦି ନା ତାହେଲେ नो ଉପରେ କ୍ଲିକ୍ କରି ସବମିଟ୍ ଉପରେ କ୍ଲିକ୍ କରନ୍ତୁ। ସବମିଟ୍ ଉପରେ କ୍ଲିକ୍ କରିସାରିଲା ପରେ ଆପଣଙ୍କୁ ଜରୁରୀ ଡକୁମେଣ୍ଟ ସବୁ ଅପଲୋଡ଼ କରି ସବମିଟ୍ ଉପରେ କ୍ଲିକ୍ କରିଦିଅନ୍ତୁ। ଏହାପରେ ଆପଣଙ୍କ ଆପ୍ଲିକେସନଟି ସକ୍ସେସଫୁଲ୍ ହୋଇଯିବ। ଜୟ ଜଗନ୍ନାଥ।